हेलो स्टूडेंट्स, वेलकम टू आवर चैनल मास्टर सुभाष पुरी। आज पढ़िबा दशम श्रेणी भूगोल प्रथम अध्याय संबल एमसीक्यू। ओके, लेट अस स्टार्ट। नंबर 1, प्राकृतिक परिवेश रे मनुष्य निजर दक्षता और कारीगरी ज्ञान कौशल माध्यम रे प्राकृतिक संबल को विभिन्न उपाय व्यवहार उपयोगी करी केउं संबल सृष्टि करिथाय? सांस्कृतिक संबल। आंसर आसीबो सांस्कृतिक संबल। नेक्स्ट, ପରିବେଶରେ ଥିବା ସମସ୍ତ ଅଜୈବ ବା ନିର୍ଜୀବ ପଦାର୍ଥକୁ କ'ଣ କୁହାଯାଏ? ଅଜୈବ ସମ୍ବଳ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୂରଣୀୟ ସମ୍ବଳ ନୁହେଁ? ଖଣିଜ ସମ୍ବଳ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ନବୀକରଣ ଅଯୋଗ୍ୟ ସମ୍ବଳ ନୁହେଁ? ସୌରଶକ୍ତି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୁନରୁଦ୍ଧାର ଯୋଗ୍ୟ ସମ୍ବଳ ଅଟେ? ଲୁହା। ପରିବେଶ ଅନ୍ତର୍ଭୁକ୍ତ ବିଭିନ୍ନ ଉପାଦାନ ଯାହା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ ହୁଏ ତାକୁ କ'ଣ କୁହାଯାଏ? ସମ୍ବଳ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ପଦାର୍ଥ ଯାହାକୁ ମନୁଷ୍ୟ ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିଥାଏ ତାକୁ କ'ଣ କୁହାଯାଏ? ସମ୍ବଳ। କେଉଁ ପ୍ରକ୍ରିୟା ପ୍ରାକୃତିକ ପରିବେଶ, ପ୍ରକୃତି, ମନୁଷ୍ୟ, ପ୍ରାଦୁର୍ଯୋଗ ଓ ଅନୁଷ୍ଠାନ ମଧ୍ୟରେ ଥିବା ପରସ୍ପର ନିର୍ଭରଶୀଳତା ଉପରେ ନିର୍ଭର କରିଥାଏ? ତାର ଆନ୍ସର ଆସିବ ରୂପାନ୍ତରଣ। ଆନ୍ସର ଆସିବ ରୂପାନ୍ତରଣ। ନେକ୍ସଟ ନମ୍ବର 9, ସମ୍ବଳକୁ ମାନବୀୟ କାର୍ଯ୍ୟକଳାପର କି ପ୍ରକାର ବସ୍ତୁ କୁହାଯାଏ? କ୍ରିୟାତ୍ମକ। କାହାକୁ ସମ୍ବଳର ସ୍ରଷ୍ଟା, ଉପଭୋକ୍ତା, କ୍ଷୟକାରୀ ଶକ୍ତି ଭାବରେ ବିଚାର କରାଯାଏ? ମନୁଷ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୁନରୁଦ୍ଧାର ଯୋଗ୍ୟ ସମ୍ବଳ ନୁହେଁ? କୋଇଲା। ପ୍ରବାହିତ ଜଳ ଯେଉଁଥିରୁ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁ ନାହିଁ ତାକୁ କେଉଁ ସମ୍ବଳ? ସଂରକ୍ଷିତ ଜଙ୍ଗଳ। ସଂରକ୍ଷିତ ସମ୍ବଳ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଗୋଷ୍ଠୀଗତ ସମ୍ବଳ ନୁହେଁ? ମୋଟର ସାଇକେଲ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଜାତୀୟ ସମ୍ବଳର ଅନ୍ତର୍ଗତ ନୁହେଁ? ଶ୍ମଶାନ। ସମୁଦ୍ର ଉପକୂଳ ଠାରୁ 200 ନଟିକାଲର ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ କେଉଁ ସମ୍ବଳର ଅନ୍ତର୍ଭୁକ୍ତ? ଆନ୍ତର୍ଜାତୀୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବିକଳ୍ପ ଶକ୍ତି ସମ୍ବଳ? ବାୟୋଗ୍ୟାସ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସମ୍ବଳ ସଂରକ୍ଷଣ ଓ ଯୋଜନାର ଏକ ପ୍ରକ୍ରିୟାର ଉପାଦାନ ନୁହେଁ? ସମ୍ବଳ ବ୍ୟବହାର କୌଶଳ ନିର୍ଦ୍ଧାରଣ। ନିମ୍ନୋକ୍ତ କେଉଁଟି ବିକାଶ ସ୍ତର ଅନ୍ତର୍ଗତ ସମ୍ବଳ ନୁହେଁ? ନବୀକରଣ ଯୋଗ୍ୟ। ନିମ୍ନୋକ୍ତ କେଉଁ ସମ୍ବଳ ଚକ୍ରୀୟ ପ୍ରକ୍ରିୟା ଦ୍ୱାରା ପୁନଃ ନବୀକରଣ କରାଯାଇ ବ୍ୟବହୃତ କରାଯାଏ ନାହିଁ? ଖଣିଜ ପଦାର୍ଥ। ନିମ୍ନୋକ୍ତ କେଉଁ ସମ୍ବଳ ମାଲିକାନା ଅନ୍ତର୍ଗତ ସମ୍ବଳ ନୁହେଁ? ସଂରକ୍ଷିତ। ଭାରତର କେଉଁ ରାଜ୍ୟରେ ଜଳ ସମ୍ବଳ ରହିଥିଲେ ମଧ୍ୟ ତାର ବ୍ୟବହାର ନିମିତ୍ତ ସର୍ବନିମ୍ନ ସୁବିଧା ମିଳିନଥାଏ? ଅରୁଣାଚଳ ପ୍ରଦେଶ। ନିମ୍ନୋକ୍ତ କେଉଁ ରାଜ୍ୟରେ ଲାଭଜନିତ ମାଳଭୂମିରେ କୃଷି କାର୍ଯ୍ୟ କରାଯାଏ? ମହାରାଷ୍ଟ୍ର। କେଉଁ ଭୂମି ଭାରତର ନିର୍ଦ୍ଦିଷ୍ଟ ଭାବରେ ଦେଖାଯାଏ ନାହିଁ? ଚାରଣ ଓ ଗୋଚର ଭୂମି। ଖଣିଜ ସମ୍ବଳକୁ କେଉଁ ସମ୍ବଳର ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ? ପୂରଣୀୟ ସମ୍ବଳ। ନିମ୍ନୋକ୍ତ କେଉଁ କାରଣରୁ ଦେଶର ମୁଣ୍ଡପିଛା ଚାଷ ଜମି କ୍ରମଶଃ ହ୍ରାସ ପାଇବାରେ ଲାଗିଛି? ଦ୍ରୁତ ଜନସଂଖ୍ୟା ବୃଦ୍ଧି। କେଉଁଟି ସାଂସ୍କୃତିକ ସମ୍ବଳ ନୁହେଁ? ବାୟୁ। କେଉଁଟି ଜୈବ ସମ୍ବଳ ନୁହେଁ? ଜଳ। କେଉଁଟି ଏକ ଅକ୍ଷୟ ସମ୍ବଳ ଅଟେ? ବାୟୁ। କେଉଁଟି ଅପୂରଣୀୟ ସମ୍ବଳ ନୁହେଁ? ପବନ ଶକ୍ତି। କେଉଁଟି ସର୍ବତ୍ର ସୁଲଭ ସମ୍ବଳ ନୁହେଁ? ଖଣିଜ ପଦାର୍ଥ।
କେଉଁଟି ସ୍ଥାନୀୟ ସମ୍ବଳ ଅଟେ? ଖଣିଜ ପଦାର୍ଥ। କେଉଁଟି ଅଭିରାମ ସମ୍ବଳ ନୁହେଁ? କୋଇଲା ଶକ୍ତି। ପ୍ରମୋଦ ଉଦ୍ୟାନ କେଉଁ ସମ୍ବଳର ଅନ୍ତର୍ଗତ? ଗୋଷ୍ଠୀଗତ ସମ୍ବଳ। କେଉଁ ସମ୍ବଳଟି ଜାତୀୟ ସମ୍ବଳର ଅନ୍ତର୍ଗତ ନୁହେଁ? ବ୍ୟକ୍ତିଗତ ସମ୍ବଳ। କେଉଁଟି ଏକ ମୌଳିକ ପ୍ରାକୃତିକ ସମ୍ବଳ ଅଟେ? ଭୂମି। ଭୂପୃଷ୍ଠର ସମୁଦାୟ ଆୟତନର ଶତକଡ଼ା କେତେ ଭାଗ ସ୍ଥଳଭାଗ? 29 ଭାଗ। ଭୂପୃଷ୍ଠର ସମୁଦାୟ ଆୟତନର କେତେ ଭାଗ ଜଳଭାଗ? 71 ଭାଗ। ଉଚ୍ଚ ବାଚ ଦୃଷ୍ଟିରୁ ସମୁଦ୍ର ପତନ ଠାରୁ ସ୍ଥଳଭାଗ ଉଚ୍ଚତା ଅନୁସାରେ ଭୂଭାଗକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? 3 ଭାଗରେ। ଭାରତର ସମୁଦାୟ ଭୂ ସମ୍ବଳର ଆୟତନ କେତେ ବର୍ଗ କିଲୋମିଟର? 32,87,000। ଭାରତର ସମୁଦାୟ ଭୂଭାଗର ଶତକଡ଼ା କେତେ ଭାଗ ପାର୍ବତ୍ୟ ଭୂମି ଅଟେ? 30 ଭାଗ। ଭାରତର ସମୁଦାୟ ଭୂଭାଗର ଶତକଡ଼ା କେତେ ଭାଗ ମାଳଭୂମି ଅଟେ? 27 ଭାଗ। ପୃଥିବୀର ସମୁଦାୟ ଭୂଭାଗର ପ୍ରାୟ ଶତକଡ଼ା କେତେ ଭାଗ ଅଞ୍ଚଳରେ କୃଷି କାର୍ଯ୍ୟ କରାଯାଏ? 11 ଭାଗ। ଭୂ ସମ୍ବଳ ବ୍ୟବହାର କେଉଁ ଦୁଇଟି ଅବସ୍ଥା ଉପରେ ନିର୍ଭରଶୀଳ? ପ୍ରାକୃତିକ ଓ ମାନବୀୟ। କେଉଁଟି ଭୂ ସମ୍ବଳର ପ୍ରାକୃତିକ ଅବସ୍ଥା ନୁହେଁ? ଶିକ୍ଷା। କେଉଁଟି ଭୂ ସମ୍ବଳର ମାନବୀୟ ଅବସ୍ଥାର ଅନ୍ତର୍ଗତ ନୁହେଁ? ଜଳବାୟୁ। ଜାତୀୟ ଅରଣ୍ୟ ନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡ଼ା କେତେ ଭାଗ ଭୂମି ଅରଣ୍ୟ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ? 33 ଭାଗ। ଦେଶର ସମୁଦାୟ ଅରଣ୍ୟର କେତେ ଭାଗ ଅରଣ୍ୟ ପାର୍ବତ୍ୟ ଅଞ୍ଚଳରେ ରହିବା ଆବଶ୍ୟକ? 60 ଭାଗ। ଦେଶର ସମୁଦାୟ ଅରଣ୍ୟରେ କେତେ ଭାଗ ଅରଣ୍ୟ ସମତଳ ଅଞ୍ଚଳରେ ରହିବା ଆବଶ୍ୟକ? 20 ଭାଗ। କେଉଁଟି ଅରଣ୍ୟ କ୍ଷୟ ଦ୍ୱାରା ସୃଷ୍ଟି ହେଉଥିବା ଅସୁବିଧାର କାରଣ ନୁହେଁ? ଜଳସେଚନ। ବିକାଶ ସ୍ତର ଅନୁସାରେ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଛି? 3 ଭାଗରେ। କାହାକୁ ଏକ ସ୍ୱତନ୍ତ୍ର ଭାବେ ଏକ ବିଶିଷ୍ଟ ସମ୍ବଳ ଭାବେ ବିବେଚନା କରାଯାଏ? ମାନବ। ଖଣିଜ ପଦାର୍ଥ କେଉଁ ସମ୍ବଳର ଅନ୍ତର୍ଗତ ନୁହେଁ? ଜୈବ। ନିମ୍ନୋକ୍ତ କେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ଶେଷ ହୁଏ ନାହିଁ? ତାକୁ କଣ କହିବେ? ଅସରନ୍ତି। ମନୁଷ୍ୟର ବ୍ୟବହାର ଦ୍ୱାରା ଯେଉଁ ସମ୍ବଳ କ୍ରମଶଃ ହ୍ରାସ ପାଇଥାଏ କିମ୍ବା ଶେଷ ହୋଇଯାଇଥିବାର ଆଶଙ୍କା ଥାଏ ତାହା କେଉଁ ସମ୍ବଳର ଅନ୍ତର୍ଗତ? ସରନ୍ତି। ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ଶେଷ ହୋଇଯାଏ, ପୁନଃ ସୃଷ୍ଟି ହୋଇପାରେ ନାହିଁ, ତାହା କେଉଁ ସମ୍ବଳର ଅନ୍ତର୍ଗତ? ଅପୂରଣୀୟ। ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ୱାରା ଏହାର ପରିମାଣ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ, ତାହା କେଉଁ ସମ୍ବଳର ଅନ୍ତର୍ଗତ? ପୂରଣୀୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟ ଦ୍ୱାରା ବାରମ୍ବାର ବ୍ୟବହାର ସତ୍ତ୍ୱେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ବରଂ ବିଭିନ୍ନ ଉପାୟ ଦ୍ୱାରା ସେଗୁଡ଼ିକ ପୁନଃବରଣ କରାଯାଇପାରିବ, ତାହା କେଉଁ ସମ୍ବଳ ଅନ୍ତର୍ଗତ? ନବୀକରଣ ଯୋଗ୍ୟ ସମ୍ବଳ। ଯେଉଁ ସମ୍ବଳ ମନୁଷ୍ୟର ଅନବରତ ବ୍ୟବହାର ଦ୍ୱାରା ବା ଅନ୍ୟାନ୍ୟ କାରଣ ଦ୍ୱାରା ହ୍ରାସ ପାଇଲେ ବା ନଷ୍ଟ ହୋଇଗଲେ ଆଉ ପୁନର୍ଭରଣ ସମ୍ଭବ ହୋଇନଥାଏ, ତାହା କେଉଁ ସମ୍ବଳର ଅନ୍ତର୍ଗତ? ନବୀକରଣ ଯୋଗ୍ୟ। ପୁନଃଚକ୍ରୀୟ ପ୍ରକ୍ରିୟା ଦ୍ୱାରା ଅଦରକାରୀ ଧାତବ ପଦାର୍ଥଗୁଡ଼ିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ବ୍ୟବହାରଯୋଗ୍ୟ ସମ୍ବଳରେ ପରିଣତ କରାଯାଇଥାଏ, ତାହା କେଉଁ ସମ୍ବଳର ଅନ୍ତର୍ଗତ? ପୁନରୁଦ୍ଧାର ଯୋଗ୍ୟ। ଭୂମି କେଉଁ ସମ୍ବଳର ଅନ୍ତର୍ଗତ? ସର୍ବତ୍ର ସୁଲଭ ସମ୍ବଳ। ଭୂପୃଷ୍ଠରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ଭାବରେ ମିଳୁଥିବା ସମ୍ବଳ କେଉଁ ସମ୍ବଳ ଅନ୍ତର୍ଗତ? ସ୍ଥାନୀୟ ସମ୍ବଳ। ପରିବେଶରେ ଥିବା ପଦାର୍ଥ ଯେଉଁଗୁଡ଼ିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ ମାତ୍ର ଆଜିର ଜ୍ଞାନ କୌଶଳ ଅନୁସାରେ ସେଗୁଡ଼ିକ ବ୍ୟବହାର ହୋଇପାରୁନାହିଁ, ତାହାକୁ କଣ କୁହାଯାଏ? ସମ୍ବଳ ଭଣ୍ଡାର। ଯେଉଁ ସମ୍ବଳ ପଦାର୍ଥଗୁଡ଼ିକର ସନ୍ଧାନ ମିଳିପାରିଛି
ମାତ୍ର ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି। ତାହା କେଉଁ ସମ୍ବଳର ଅନ୍ତର୍ଗତ? ସଂରକ୍ଷିତ ସମ୍ବଳ। ନିଜସ୍ୱ ଅଧିକାର ଥିବା ସମ୍ପତ୍ତି କେଉଁ ସମ୍ବଳର ଅନ୍ତର୍ଗତ? ବ୍ୟକ୍ତିଗତ ସମ୍ବଳ। କୌଣସି ଗୋଷ୍ଠୀର ସମସ୍ତ ବ୍ୟକ୍ତିଙ୍କ ସମୂହ ମାଲିକାନା ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି କେଉଁ ସମ୍ବଳର ଅନ୍ତର୍ଗତ? ଗୋଷ୍ଠୀଗତ ସମ୍ବଳ। ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ପ୍ରାକୃତିକ, ସାଂସ୍କୃତିକ, ମାନବ ସମ୍ବଳ କେଉଁ ସମ୍ବଳର ଅନ୍ତର୍ଗତ? ଜାତୀୟ ସମ୍ବଳ। ଉପକୂଳଠାରୁ ସମୁଦ୍ର ଆଡ଼କୁ କେତେ ନଟିକାଲ ମାଇଲ ଦୂରତା ଜଳଭାଗ ଜାତୀୟ ସମ୍ବଳର ଅନ୍ତର୍ଗତ? 12। ଆନ୍ତର୍ଜାତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସମ୍ବଳକୁ କ'ଣ କୁହାଯାଏ? ଆନ୍ତର୍ଜାତୀୟ ସମ୍ବଳ। ଆନ୍ତର୍ଜାତୀୟ ସମ୍ବଳ ଉପରେ କାହାର କର୍ତ୍ତୃତ୍ୱ ରହିଥାଏ? ବିଶ୍ୱ ଜାତିସଂଘ। ନିର୍ବିକାର ସମ୍ବଳ ଉତ୍ତୋଳନ ଯୋଗୁଁ କେଉଁ ପାରିସ୍ଥିତିକ ସମସ୍ୟା ସୃଷ୍ଟି ହେଉନାହିଁ? ଜନସଂଖ୍ୟା ବୃଦ୍ଧି। ଭାରତ କେବେ ରିଓ ଡି ଜାନେରିଓ ବିଶ୍ୱ ବୈଠକରେ ଯୋଗଦେଇ ପ୍ରାକୃତିକ ସଂରକ୍ଷଣ ନିୟମ ଅଧୀନ ଧ୍ୟାନ ଦେଇଥିଲା? 1992। ପ୍ରକୃତି ଅନୁସାରେ ସମ୍ବଳକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? 3। ଚୂର୍ଣ୍ଣିଭବନ ପ୍ରକ୍ରିୟା ଶିଳା କ୍ଷୁଦ୍ର ରେଣୁରେ ପରିଣତ ହୋଇ ଜମା ହେବା ଫଳରେ କେଉଁ ମୃତ୍ତିକା ସୃଷ୍ଟି ହୁଏ? ଅବଶିଷ୍ଟ। ପ୍ରାକୃତିକ କ୍ଷୟକାରୀ ବାହକ ଦ୍ୱାରା ଚୂର୍ଣ୍ଣୀଭୂତ ଶିଳାରେଣୁ ପ୍ରବାହିତ ହୋଇ ଅନ୍ୟ ସ୍ଥାନରେ ସଞ୍ଚିତ ହେବା ପ୍ରକ୍ରିୟା ଦ୍ୱାରା ଯେଉଁ ମୃତ୍ତିକା ସୃଷ୍ଟି ହୁଏ ତାହା କେଉଁ ମୃତ୍ତିକା ଅନ୍ତର୍ଗତ? ଅପସୃତ। ଲୋଏସ୍ ମୃତ୍ତିକା କେଉଁ ମୃତ୍ତିକାର ଅନ୍ତର୍ଗତ? ଅପସୃତ। କ୍ଷୟିତ ଶିଳାରେଣୁରେ ଆକାର ଓ ପରମାଣୁକୁ ବିଚାର କରି ମୃତ୍ତିକାକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? 4 ଭାଗରେ। ଦୋରସା ମୃତ୍ତିକା କେଉଁ ଚାଷ ପାଇଁ ଅଧିକ ଉପାଦେୟ? ଆଖୁ। ଭାରତର ମୃତ୍ତିକାକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? 9 ଭାଗ। କେଉଁଟି ଭାରତର ପ୍ରଧାନ ମୃତ୍ତିକା ଅଟେ? ପଟୁ। ଭାରତରେ ସମୁଦାୟ ଆୟତନର ଶତକଡ଼ା 43 ଭାଗ କେଉଁ ମୃତ୍ତିକା ଅନ୍ତର୍ଗତ? ପଟୁ। ଗାଙ୍ଗେୟ ସମତଳ ଭୂମିର ନୂତନ ପଟୁ ମୃତ୍ତିକାକୁ କ'ଣ କୁହାଯାଏ? ଖାଦର। ଗାଙ୍ଗେୟ ସମତଳ ଭୂମିର ପୁରାତନ ପଟୁ ମୃତ୍ତିକାକୁ କ'ଣ କୁହାଯାଏ? ଭାଙ୍ଗର। ଭାଙ୍ଗର ମୃତ୍ତିକାକୁ ଚୂନ ଗୋଡ଼ି ପରିମାଣ ଅଧିକ ଥିଲେ ତାକୁ କ'ଣ କୁହାଯାଏ? କଙ୍କର। ହିମାଳୟ ପର୍ବତର ଶିୱାଲିକ ପର୍ବତ ଅଞ୍ଚଳରେ ଦେଖାଯାଉଥିବା ଗୋଡ଼ି ମିଶା ମୋଟା ବା ବହଳିଆ ମୃତ୍ତିକା କେଉଁ ମୃତ୍ତିକାର ଅନ୍ତର୍ଗତ? ଭାବର। ପଟୁ ବ୍ୟଞ୍ଜନର ନିମ୍ନ ଅଞ୍ଚଳକୁ ଅବସ୍ଥିତ ସନ୍ତସନ୍ତିଆ ସ୍ଥାନରେ ଦେଖାଯାଉଥିବା ପତଳା ଜୈବାଂଶ ଗୁଡ଼ିକ ମୃତ୍ତିକାରେ କ'ଣ କୁହାଯାଏ? ତରାଇ। ଅପେକ୍ଷାକୃତ ଶୁଷ୍କ ଅଞ୍ଚଳରେ ଦେଖାଯାଉଥିବା ପଟୁ ମୃତ୍ତିକାକୁ କ'ଣ କୁହାଯାଏ? ରେ। ମହାରାଷ୍ଟ୍ରରେ କୋଙ୍କଣ ଉପକୂଳରେ କେଉଁ ମୃତ୍ତିକା ଦେଖାଯାଏ? କ୍ଷାର। କେଉଁ ମୃତ୍ତିକାର ଅଞ୍ଚଳକୁ ଭାରତର ଧାନ ଓ ଗହମର ଉଦର ବୋଲି କୁହାଯାଏ? ପଟୁ ମୃତ୍ତିକା। ଲୋହିତ ମୃତ୍ତିକାରେ ଅଧିକ ଜଳୀୟ ଅଂଶ ଥିଲେ ତାହାକୁ କେଉଁ ମୃତ୍ତିକା କୁହାଯାଏ? ପୀତ ମୃତ୍ତିକା। ଲୋହିତ ମୃତ୍ତିକା କେଉଁ କୃଷି ପାଇଁ ବିଶେଷ ଉପଯୋଗୀ ହୋଇଥାଏ? ବାଜରା, ମକା। ରେଗୁର କେଉଁ ମୃତ୍ତିକାର ଅନ୍ତର୍ଗତ? କୃଷ୍ଣ। କୃଷ୍ଣ କାପାସ ମୃତ୍ତିକା କେଉଁ ଚାଷ ପାଇଁ ବିଶେଷ ଉପଯୋଗୀ? କପା। ଓଡ଼ିଶାରେ କେଉଁ ଜିଲ୍ଲାରେ କୃଷ୍ଣ କାପାସ ମୃତ୍ତିକା ଦେଖାଯାଏ? ବୌଦ୍ଧ। ସମୁଦ୍ର ପତନରୁ କେତେ ମିଟର ଉଚ୍ଚତା ମଧ୍ୟରେ ପାର୍ବତ୍ୟ ମୃତ୍ତିକା ଦେଖାଯାଏ? 2100 ରୁ 3000। ଅରଣ୍ୟ ମୃତ୍ତିକାରେ କେଉଁ ଚାଷ କରାଯାଏ ନାହିଁ? ଧାନ। ଭାରତର ସମୁଦାୟ ଆୟତନ ପ୍ରାୟ ଶତକଡ଼ା କେତେ ଭାଗ ମରୁସ୍ଥଳୀ ମୃତ୍ତିକା ଅଟେ? 15।
କେଉଁ ମୃତ୍ତିକାର ଜଳ ଧାରଣ ଶକ୍ତି କମ୍ ଅଟେ? ମରୁସ୍ଥଳୀ। ରୋଗାଲିଥ ମରୁସ୍ଥଳୀ ମୃତ୍ତିକା କେଉଁଠାରେ ଦେଖାଯାଏ? ଆରାବଳୀ ପର୍ବତ ପାର୍ଶ୍ୱରେ। ଲିଥୋଜଲିକ କେଉଁ ମୃତ୍ତିକା ଅଞ୍ଚଳ ଅନ୍ତର୍ଗତ? ମରୁସ୍ଥଳୀ ମୃତ୍ତିକା। କେଉଁ ମୃତ୍ତିକାକୁ ଊଷର ମୃତ୍ତିକା କୁହାଯାଏ? ଲୁଣା ଓ କ୍ଷାରୀୟ। କେଉଁ ମୃତ୍ତିକା ଅଧିକ ଓଜନ ବିଶିଷ୍ଟ, ଅମ୍ଳୀୟ, ଲୁଣିଆ, ଜୈବାଂଶ ଯୁକ୍ତ ହୋଇଥାଏ? ପିଟ୍ ଓ ଜଳାଭୂମି। ଉତ୍ତରାଖଣ୍ଡର କେଉଁ ଅଞ୍ଚଳରେ ପିଟ୍ ଜଳାଭୂମି ମୃତ୍ତିକା ଦେଖାଯାଏ? ଆଲମୋରା। କେଉଁଟି ମୃତ୍ତିକା କ୍ଷୟର ମୁଖ୍ୟ କାରଣ ନୁହେଁ? ବନୀକରଣ। କେଉଁ ରାଜ୍ୟରେ ଜଳ ପ୍ରବାହ ଦ୍ୱାରା ହେଉଥିବା ମୃତ୍ତିକା କ୍ଷୟକୁ ଚୋଷ ବୋଲି କୁହାଯାଏ? ପଞ୍ଜାବ ଓ ହରିୟାଣା। ମୃତ୍ତିକା ସଂରକ୍ଷଣ ପାଇଁ କେଉଁଟି କ୍ଷୁଦ୍ର ପଦକ୍ଷେପ ନୁହେଁ? ନଦୀ ସଂଯୋଗ ଯୋଜନା। ମୃତ୍ତିକା ସଂରକ୍ଷଣ ପାଇଁ କେଉଁଟି ବୃହତ ପଦକ୍ଷେପ ଯୋଜନା ନୁହେଁ? ଅଧିକ ପଶୁ ଚାରଣ ନିୟନ୍ତ୍ରଣ। କେଉଁ ରାଜ୍ୟରେ ସର୍ବାଧିକ ଅରଣ୍ୟ ରହିଛି? ଅରୁଣାଚଳ ପ୍ରଦେଶ। ଅରୁଣାଚଳ ପ୍ରଦେଶରେ ଶତକଡ଼ା କେତେ ଭାଗ ଅଞ୍ଚଳରେ ଅରଣ୍ୟ ରହିଛି? 80। ହିମାଳୟର କେଉଁ ଅଞ୍ଚଳରେ ସଫା କରି କୃଷି କାର୍ଯ୍ୟ କରାଯାଉଛି? ତରାଇ। କେଉଁଟି ଅରଣ୍ୟ କ୍ଷୟର ମୁଖ୍ୟ କାରଣ ନୁହେଁ? ବାତାବର୍ତ୍ତ। କେଉଁଟି ଅରଣ୍ୟ କ୍ଷୟ ରୋକିବାରେ ପଦକ୍ଷେପ ନୁହେଁ? ବାସଗୃହ ନିର୍ମାଣ। ଭାରତର ସମୁଦାୟ କ୍ଷେତ୍ରଫଳର ଶତକଡ଼ା ପ୍ରାୟ କେତେ ଭାଗ ଭୂମି ଚାରଣ ଗୋଚର ଭୂମି ଅଟେ? 3.3। ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚାରଣ ଭୂମି ରହିଛି? ହିମାଚଳ ପ୍ରଦେଶ। ଭାରତରେ କ୍ଷୟିତ ଭୂମିର ପରିମାଣ ପ୍ରାୟ କେତେ ନିୟୁତ ହେକ୍ଟର? 96.4। ଭାରତରେ କ୍ଷରିତ ଅରଣ୍ୟ ଭୂମିର ପରିମାଣ ସମୁଦାୟ କ୍ଷରିତ ଭୂମିର ପ୍ରାୟ କେତେ ପ୍ରତିଶତ? 28%। 2018-19ରେ ଭାରତରେ କୃଷି ଭୂମିର ପରିମାଣ କେତେ ନିୟୁତ ହେକ୍ଟର ବୃଦ୍ଧି ପାଇଛି? 189.74। ଭାରତରେ କେତେ ଭାଗ ଭୂମି ଜଳ ଦ୍ୱାରା କ୍ଷୟିତ ହେଉଛି? 56। କେଉଁଟି ଭୂ ସମସ୍ୟାର ସମାଧାନ ନୁହେଁ? ଜନସଂଖ୍ୟା କ୍ରମାଗତ ବୃଦ୍ଧି। ମୃତ୍ତିକାକୁ ନବୀକରଣ ଅଯୋଗ୍ୟ ସମ୍ବଳ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାର କାରଣ? ଶିଳ୍ପାୟନ ଥିବାରୁ। କେଉଁଟି ମୃତ୍ତିକା ଗଠନର ସହାୟକ ନୁହେଁ? ମାଟି। କେଉଁଟି ମୃତ୍ତିକା ଗଠନର କାରଣ ନୁହେଁ? ଜଳବାୟୁ। କେଉଁଟି ମୃତ୍ତିକା ଗଠନରେ ଜଳବାୟୁ ସମ୍ପର୍କିତ ନିୟାମକ ନୁହେଁ? ଉଦ୍ଭିଦ। କେଉଁଟି ମୃତ୍ତିକାର ପ୍ରାକୃତିକ ବିଶେଷତ୍ୱ ନୁହେଁ? ଲବଣତା। କେଉଁଟି ମୃତ୍ତିକାର ରାସାୟନିକ ବିଶେଷତ୍ୱ ଅଟେ? ଅମ୍ଳ ଅଂଶ। ମୃତ୍ତିକା ଗଠନ ପରିବେଶରେ କେତୋଟି କାରକ ଉପରେ ନିର୍ଭରଶୀଳ? 6। ପଟୁମାଟି କେଉଁ ମୃତ୍ତିକାର ଅନ୍ତର୍ଗତ? ଅପସୃତ। ଫେଡାଲଫର ମୃତ୍ତିକା ଭାରତର କେଉଁ ଅଞ୍ଚଳରେ ଦେଖାଯାଏ? ଦକ୍ଷିଣ ଭାରତର ଆର୍ଦ୍ର ଅଞ୍ଚଳ। ଫେଡକାଲ ମୃତ୍ତିକାରେ କେଉଁ ପଦାର୍ଥ ଅଧିକ ପରିମାଣରେ ଥାଏ? ଚୂନ। କେଉଁ ମୃତ୍ତିକା ପଟୁ ମୃତ୍ତିକା ଅନ୍ତର୍ଗତ ନୁହେଁ? ପିତ୍ତ। କେଉଁ ମୃତ୍ତିକା ସ୍ଫଟିକ, ଆଗ୍ନେୟ ଓ ରୂପାନ୍ତରିତ ଶିଳା ଏବଂ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳରେ ଗଠିତ ହୋଇଥାଏ? ଲୋହିତ। କେଉଁ
ଖଣିଜ ପଦାର୍ଥ ଅଧିକ ଥିବାରୁ ଲାଟରାଇଟ ମୃତ୍ତିକାର ରଙ୍ଗ ଲାଲ ଦେଖାଯାଏ। ଲୌହ ହିମାଚ୍ଛାଦିତ ଅଞ୍ଚଳରେ ମୃତ୍ତିକା କେଉଁ ନାମରେ ନାମିତ ହୋଇଛି? ଧୂସର। ହିମାଳୟ ପର୍ବତମାଳାରେ 3500 ମିଟର ଉଚ୍ଚ ସ୍ଥାନ ଅବସ୍ଥିତ ସରଳବର୍ଗୀୟ ଅରଣ୍ୟରେ କେଉଁ ମୃତ୍ତିକା ଦେଖାଯାଏ? ଅରଣ୍ୟ। କେଉଁ ମୃତ୍ତିକାରେ ଅଧିକ ପରିମାଣର ବାର୍ଲି, ଲବଣ, ଫସ୍ଫରସ୍ ଥାଏ? ମରୁସ୍ଥଳୀ। ଭୂମି କେଉଁ ପ୍ରକାର ସମ୍ବଳର ଅନ୍ତର୍ଗତ? ମୌଳିକ ପ୍ରାକୃତିକ ସମ୍ବଳ। ଏକ ବର୍ଷ କିମ୍ବା ତାଠୁ କମ ସମୟ ପାଇଁ କୃଷି କାର୍ଯ୍ୟ କରାଯାଉନଥିବା ଭୂମି କେଉଁ ଶ୍ରେଣୀର ଭୂମି ଅଟେ? ଚଳନ୍ତି ପତିତ ଭୂମି। ଏକ ବର୍ଷରୁ 5 ବର୍ଷ ମଧ୍ୟରେ କୃଷି କାର୍ଯ୍ୟ କରାଯାଇ ନଥିବା ଭୂମିର ନାମ କଣ? ପୁରୁଣା ପତିତ ଭୂମି। ନିମ୍ନଲିଖିତ ସ୍ଥାନମାନଙ୍କର ମଧ୍ୟରୁ ଭାରତର କେଉଁ ସ୍ଥାନରେ ଅରଣ୍ୟ ସଫା କରି କୃଷି ଓ ବିତାଡ଼ିତ ଲୋକମାନଙ୍କର ପୁନର୍ବାସ ପାଇଁ ବ୍ୟବହାର କରାଯାଉଛି? ତରାଇ ଅଞ୍ଚଳ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଅରଣ୍ୟ କ୍ଷୟର ଏକ ମୁଖ୍ୟ କାରଣ ନୁହେଁ? ସାମାଜିକ ବନୀକରଣ ଯୋଜନା। ଭାରତର ସମୁଦାୟ ଚାଷ ଜମିର ଆୟତନର ଏହାର ସମୁଦାୟ କ୍ଷେତ୍ରଫଳ ଶତକଡ଼ା କେତେ ଭାଗ? 46ରୁ 64 ଭାଗ। 1950ରୁ 51ରେ ଭାରତରେ କୃଷିଭୂମିର ପରିମାଣ କେତେ ଥିଲା? 118.75 ନିୟୁତ ହେକ୍ଟର। ଭାରତରେ କେଉଁ ଭୂମିର ଶୁଷ୍କ ଭୂମି ସୋପାନ କୃଷି ଓ ରୋପଣ କୃଷି ଇତ୍ୟାଦି କରାଯାଇଥାଏ? ପାର୍ବତ୍ୟ, ଢାଲୁ ଓ ମାଳଭୂମି। ନିମ୍ନଲିଖିତ ମଧ୍ୟରୁ ମୃତ୍ତିକା ସମ୍ବଳ କେଉଁ ପ୍ରାକୃତିକ ସମ୍ବଳର ଅନ୍ତର୍ଗତ? ନବୀକରଣ ଯୋଗ୍ୟ। ନିମ୍ନଲିଖିତ ମଧ୍ୟରୁ କେଉଁଟି ମୃତ୍ତିକା ଗଠନ ପରିବେଶର ଏକ କାରକ ନୁହେଁ? ଖଣିଜ ପଦାର୍ଥ। ମୃତ୍ତିକାର ପାର୍ଶ୍ୱଚ୍ଛେଦରେ ସର୍ବନିମ୍ନ ସ୍ତରଟି କେଉଁ ସ୍ତର ଅଟେ? ପ୍ରାଥମିକ ଶିଳାସ୍ତର। ବାଲିଆ, ପଟୁ, ମଟାଳ ସମାନ ପରିମାଣରେ ମିଶିକରି ଯେଉଁ ମୃତ୍ତିକା ଗଠିତ ହୁଏ ତାହାକୁ କେଉଁ ମୃତ୍ତିକା କୁହାଯାଏ? ଦୋରସା। ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଦେଖାଯାଉଥିବା କମ୍ ଅମ୍ଳୀୟ କିନ୍ତୁ ଅଧିକ କ୍ଷାରୀୟ ମୃତ୍ତିକାର ନାମ କଣ? ପେଡୋକାଲ। ମନେ ରହିଲା ଶବ୍ଦଟା? ପେଡୋକାଲ। ଭାରତର ସମୁଦାୟ ଆୟତନର କେତେ ପ୍ରତିଶତ ଅଞ୍ଚଳରେ ପଟୁ ମୃତ୍ତିକା ଦେଖାଯାଏ? 42। ନିମ୍ନଲିଖିତ ଖଣିଜ ପଦାର୍ଥ ଗୁଡ଼ିକ ମଧ୍ୟରୁ କେଉଁ ଖଣିଜ ପଦାର୍ଥଟି ଲୋହିତ ମୃତ୍ତିକା ଅଧିକ ପରିମାଣ ଥାଏ? ପଟାସ। ଲୋହିତ ମୃତ୍ତିକାରେ ଅଧିକ ଅଂଶ ଜଳ ଥିଲେ ଏହାର ରଙ୍ଗ ହଳଦିଆ ହେଉଥିବାରୁ ଏହାକୁ କେଉଁ ମୃତ୍ତିକା କୁହାଯାଏ? ପୀତ ମୃତ୍ତିକା। ନିମ୍ନଲିଖିତ ମଧ୍ୟରୁ ଓଡ଼ିଶାର କେଉଁ ଜିଲ୍ଲାରେ କୃଷ୍ଣ ମୃତ୍ତିକା ଦେଖାଯାଏ ନାହିଁ? କଳାହାଣ୍ଡି। ଅଧିକ ତାପମାତ୍ରା ଓ ଅଧିକ ବୃଷ୍ଟିପାତ ପାଉଥିବା କ୍ରାନ୍ତୀୟ ମୌସୁମୀ ଜଳବାୟୁ ଅଞ୍ଚଳରେ କେଉଁ ପ୍ରକାର ମୃତ୍ତିକା ଦେଖାଯାଏ? ଲାଟେରାଇଟ। ନିମ୍ନୋକ୍ତ ମଧ୍ୟରୁ କେଉଁ ଉପାଦାନଟି ଅରଣ୍ୟ ମୃତ୍ତିକାରେ ଅଧିକ ପରିମାଣ ଥାଏ? ଜୈବ ସାର। ରାଜସ୍ଥାନର ପୋଖରାନ ଓ ଜୈସଲମର ଅଞ୍ଚଳରେ ଦେଖାଯାଉଥିବା ମରୁସ୍ଥଳୀ ମୃତ୍ତିକାକୁ କଣ କୁହାଯାଏ? ଲିଥୋଜଲିକ। ଲୁଣ ଓ କ୍ଷାରୀୟ ମୃତ୍ତିକା ଉତ୍ତରପ୍ରଦେଶ ଓ ପଞ୍ଜାବର କେଉଁ ନାମରେ ପରିଚିତ? ଊଷର ମୃତ୍ତିକା। ଭାରତର କେରଳ ରାଜ୍ୟରେ କେଉଁ ଜିଲ୍ଲାରେ ପିଟ୍
ଜଳାଭୂମି ମୃତ୍ତିକା ଅଧିକ ପରିମାଣରେ ଦେଖାଯାଏ କୋଟ୍ଟାୟାମ ଓ ଆଲାପୁଝା। ପାର୍ବତ୍ୟ ଭୂମିରେ ହେଉଥିବା ମୃତ୍ତିକା କ୍ଷୟକୁ କଣ କୁହାଯାଏ? ଅଙ୍ଗୁଳି ଆକୃତିର ଧାରାକ୍ଷୟ। ଗତକ୍ଷୟ ଦ୍ୱାରା କେଉଁ ଭୂମି ସୃଷ୍ଟି ହୋଇଥାଏ? ଦୁର୍ଗମ ଭୂମି। ପ୍ରକୃତି ପ୍ରାଦୁର୍ଯ୍ୟ ଅନୁଷ୍ଠାନ ଓ ଅନ୍ୟ କେଉଁଟି ସମ୍ବଳର ରୂପାନ୍ତରଣ ପ୍ରକ୍ରିୟା ଉପାଦାନ ଭାବ କାର୍ଯ୍ୟ କରିଥାଏ? ମନୁଷ୍ୟ। 12 ନଟିକାଲ ମାଇଲ କେତେ କିଲୋମିଟର ଅଟେ? 22.2 କିଲୋମିଟର। ଭାରତ ମହାସାଗରରେ EEZ ଅଞ୍ଚଳରେ ଭାରତ କେଉଁ ଖଣିଜ ପିଣ୍ଡ ଉତ୍ତୋଳନ କରିବାର ଅଧିକାର ପାଇଛି? ମାଙ୍ଗାନିଜ ପିଣ୍ଡ। ଭାରତର ଦକ୍ଷିଣତମ ସ୍ଥାନଟିର ନାମ କଣ? ଇନ୍ଦିରା ପଏଣ୍ଟ। କେରଳ ରାଜ୍ୟର କୋଟ୍ଟାୟାମ ଓ ଆଲାପୁଝା ଜିଲ୍ଲାରେ ଦେଖାଯାଉଥିବା ପିଟ୍ ଓ ଜଳାଭୂମି ମୃତ୍ତିକାର ନାମ କଣ? ବରି। କୃଷ୍ଣ ମୃତ୍ତିକା କେଉଁ ଶିଳାରୁ ସୃଷ୍ଟି ହୋଇଥାଏ? ବାସାଲ୍ଟ। କେଉଁ ମୃତ୍ତିକାରେ ବୃଷ୍ଟିଜଳ ପ୍ରକ୍ଷାଳନ ଅଧିକ ହୋଇଥାଏ? ଲାଟରାଇଟ ମୃତ୍ତିକା। ଗଠନ ଦୃଷ୍ଟିରୁ ମୃତ୍ତିକାକୁ କେତେରେ ବିଭକ୍ତ କରାଯାଇଛି? 2। ସୌରଶକ୍ତି କେଉଁ ସମ୍ବଳର ଏକ ଉଦାହରଣ? ଅସରନ୍ତି ସମ୍ବଳ ବା ଅକ୍ଷୟ ସମ୍ବଳ। ଭାରତର ସମୁଦାୟ ଆୟତନର ଶତକଡ଼ା କେତେ ଭାଗ ଅଞ୍ଚଳରେ ପ୍ରତିବର୍ଷ ମୃତ୍ତିକା କ୍ଷୟ ହୋଇଥାଏ? 21 ଭାଗ। ସମ୍ବଳ ପ୍ରାଦୟିକ ଦୃଷ୍ଟିକୋଣରୁ କଣ ହେବା ଆବଶ୍ୟକ? ସୁଗମ୍ୟ। ପ୍ରାକୃତିକ ପରିବେଶରେ କେଉଁ ପଦାର୍ଥକୁ ସମ୍ବଳ ରୂପେ ବିବେଚନା କରାଯାଇନଥାଏ? ଅବ୍ୟବହୃତ ବା ଅଜ୍ଞାତ। ଅବ୍ୟବହୃତ ବା ଅଜ୍ଞାତ। ମନେ ହେଲା ଶବ୍ଦଟା ଅବ୍ୟବହୃତ ବା ଅଜ୍ଞାତ। ଭାରତରେ ସମୁଦାୟ ଭୂଭାଗର ପ୍ରାୟ କେତେ ଶତକଡ଼ା ଭାଗ ଭୂମିରେ କୃଷି କାର୍ଯ୍ୟ କରାଯାଇଥାଏ? 55। ତରାଇ ମୃତ୍ତିକାରେ କେଉଁ ରାସାୟନିକ ପଦାର୍ଥର ରେଣୁ ଅଧିକ ପରିମାଣରେ ଥାଏ? ବୋରିକ। ମୃତ୍ତିକା ଏକ କେଉଁ ପଦାର୍ଥ? ଯୌଗିକ। ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକ ପୁନରୁଦ୍ଧାର କରାଯାଇ ପାରେ ନାହିଁ ସେଗୁଡ଼ିକୁ କେଉଁ ସମ୍ବଳ କୁହାଯାଏ? ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ। IUCN ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ମାଧ୍ୟମରେ କେତୋଟି ଜାତିର ସଂଖ୍ୟା ପ୍ରତି ଦୃଷ୍ଟି ଦେଇଆସୁଛି? 5। ନିମ୍ନୋକ୍ତ କେଉଁ ସ୍ଥାନଟି ଭାରତର ପଶ୍ଚିମ ସୀମା ନିର୍ଦ୍ଧାରଣ କରୁଛି? ଗୁଆର ମୋତି। କୃଷି ଅଲଭ୍ୟ ଭୂମିର ବ୍ୟବହାର କେଉଁ ରାଜ୍ୟରେ ସର୍ବାଧିକ ବ୍ୟବହାର ହୋଇଥାଏ? ପଶ୍ଚିମବଙ୍ଗ। 9 ସେଣ୍ଟିମିଟର ବହଳ ମୃତ୍ତିକା ସ୍ତର ଗଠନ ପାଇଁ ପ୍ରାୟ କେତେ ବର୍ଷ ଲାଗିଥାଏ? ହଜାର ବର୍ଷ। ଭାରତର ସମୁଦାୟ ଭୂମିର ଶତକଡ଼ା କେତେ ଭାଗ ଅଞ୍ଚଳରେ ଅରଣ୍ୟ ଭୂମି ରହିଛି? 24.39। ଲାଟରାଇଟ ମୃତ୍ତିକାରେ ଚୂନର ପରିମାଣ ଅଧିକ ଥିଲେ କଣ କୁହାଯାଏ? ଶ୍ଵେତ ଲାଟରାଇଟ ମୃତ୍ତିକା। ରାଜସ୍ଥାନର କେଉଁ ଜିଲ୍ଲାରେ ଇନ୍ଦିରା ଗାନ୍ଧୀ କେନାଲ ସାହାଯ୍ୟରେ ଜଳସେଚନ କରାଯାଇଥାଏ? ଗଙ୍ଗାନଗର। କେଉଁ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ କରାହୋଇଥିଲା? 1952। ଆରାବଳୀ ପର୍ବତ ପାର୍ଶ୍ୱରେ ଦେଖାଯାଉଥିବା ମରୁସ୍ଥଳୀ ମୃତ୍ତିକାକୁ କଣ କୁହାଯାଏ? ରୋଗୋଲିଥ। ରିଓ ଡି ଜେନେରିଓ ବୈଠକରେ କେବେ ଅନୁଷ୍ଠିତ ହୋଇଥିଲା? 1992। ଭାରତ କେତେରୁ କେତେ ଅକ୍ଷାଂଶ ମଧ୍ୟରେ ଅବସ୍ଥିତ? 8 ଡିଗ୍ରୀ 4 ମିନିଟ୍ ଓ 37 ଡିଗ୍ରୀ 6 ମିନିଟ୍ ଉତ୍ତର।
ଆନ୍ତର୍ଜାତିକ ସ୍ତରରେ କୃଷ୍ଣ ମୃତ୍ତିକାକୁ କ'ଣ କୁହାଯାଏ? କ୍ରାନ୍ତୀୟ ଚେର୍ନୋଜମ। ଆନ୍ତର୍ଜାତିକ ସ୍ତରରେ କୃଷ୍ଣ ମୃତ୍ତିକାକୁ କ'ଣ କୁହାଯାଏ? କ୍ରାନ୍ତୀୟ ଚେର୍ନୋଜେମ୍। ରାଜନୈତିକ ଅନୁଷ୍ଠାନରେ କେଉଁ ସମ୍ବଳ ଏକ ଉଦାହରଣ? ସାଂସ୍କୃତିକ ସମ୍ବଳ। ସର୍ବାଧିକ ମୃତ୍ତିକା କ୍ଷୟ ହେଉଥିବା ରାଜ୍ୟର ନାମ କ'ଣ? ରାଜସ୍ଥାନ। ପେଟ୍ରୋଲିୟମ କେଉଁ ସମ୍ବଳର ଏକ ଉଦାହରଣ? ନବୀକରଣ ଅଯୋଗ୍ୟ। ଭାରତରେ ମୋଟ ଭୂଭାଗର ଶତକଡ଼ା କେତେ ଭାଗ ହେଉଛି ସମତଳ ଭୂମି? 43। 5 ବର୍ଷରୁ ଅଧିକ ସମୟ ଧରି ପଡ଼ିଆ ପଡ଼ିଥିବା ଜମିକୁ କ'ଣ କୁହାଯାଏ? କୃଷି ଯୋଗ୍ୟ ଅବରୋହିତ ଭୂମି। ସମ୍ବଳର ବିନିଯୋଗର ଆବଶ୍ୟକତା ତଥା ଆଗାମୀ ବଂଶଧରଙ୍କ ପାଇଁ ସେଗୁଡ଼ିକ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ କ'ଣ କୁହାଯାଏ? ଧାରଣୀୟ ବିକାଶ। ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ୱାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉପକୃତ ହୋଇଥାଏ ତାକୁ କେଉଁ ସମ୍ବଳ କୁହାଯାଏ? ପ୍ରାକୃତିକ ସମ୍ବଳ। ଭୂପୃଷ୍ଠସ୍ଥ ଶିଳା ଉତ୍ତାପର ପର୍ଯ୍ୟାୟକ୍ରମେ ହ୍ରାସ ବୃଦ୍ଧି କରକା ଓ ହିମବାହର ପ୍ରଭାବ ଉଦ୍ଭିଦ ପ୍ରାଣୀ ମନୁଷ୍ୟମାନଙ୍କ ଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇ କ୍ଷୁଦ୍ର କ୍ଷୁଦ୍ର ରେଣୁରେ ପରିଣତ ହେବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଚୂର୍ଣ୍ଣୀଭବନ। ଚଳିତ କୃଷିବର୍ଷ ବା ତା'ଠାରୁ କମ୍ ସମୟ ଧରି କୃଷି କାର୍ଯ୍ୟ କରାଯାଉନଥିବା ଭୂମିକୁ କ'ଣ କୁହାଯାଏ? ଚଳନ୍ତି ପତିତ ଭୂମି। ବର୍ତ୍ତମାନ ପିଲେ ପ୍ରଥମ ଅଧ୍ୟାୟର ସମ୍ବଳର MCQ ସରିଲା। ଓକେ, ଥ୍ୟାଙ୍କ୍ସ।